ସୁକିନ୍ଦା ମେଡିକାଲ ଛକ ପାଖ 53 ନମ୍ବର ଜାତୀୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର। ସୁକିନ୍ଦା ଥାନା ଅନ୍ତର୍ଗତ ମେଡିକାଲ ଛକ ପାଖ 53 ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଡହଣାବିଲି ମଠ ନୂଆଗାଁ ବାସିନ୍ଦା ପ୍ରଦୀପ ପାତ୍ର ଓ ମିଥୁନ ପାତ୍ର କଳିଙ୍ଗନଗରସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ ସାରି ବାଇକ୍ ଯୋଗେ ଶନିବାର ରାତିରେ ନିଜ ବାସଗୃହକୁ ଫେରୁଥିବା ବେଳେ ସୁକିନ୍ଦା ମେଡିକାଲ ଛକ ପାଖ 53 ନମ୍ବର ଜାତୀୟ ରାଜପଥରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଦୁଇ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ପ୍ରଦୀପ ପାତ୍ରଙ୍କର ଛାତିରେ ଗଭୀର ଯନ୍ତ୍ରଣା ହୋଇ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ରାତି 12 ଘଟିକା ସମୟରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି।